ନମସ୍କାର ଓଡ଼ିଶା। ଆଜି ଡିସେମ୍ବର 11 ତାରିଖ ବୁଧବାର। ଚାଲନ୍ତୁ ଜାଣିବା 10ଟି ଗୁରୁତ୍ୱପୂର୍ଣ୍ଣ ଖବର ବିଷୟରେ। ଭିଡ଼ିଓଟି ଆପଣଙ୍କୁ ପସନ୍ଦ ଆସିଲେ ଗୋଟିଏ ଲାଇକ୍ କରିଦେବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଇଣ୍ଡିଗୋର ବଡ଼ ବିପର୍ଯ୍ୟୟ, ସିଇଓ ପିଟର ଅଲିଭସ୍ଙ୍କ ଇସ୍ତଫା। ପିଟର ଅଲିଭସ୍ଙ୍କ ଏହି ହଠାତ୍ ନିଷ୍ପତ୍ତି ବର୍ତ୍ତମାନ ବିମାନ ଚଳାଚଳ କ୍ଷେତ୍ରରେ ଚର୍ଚ୍ଚାର ବିଷୟ ପାଲଟିଛି। ତୁରନ୍ତ ପ୍ରଭାବ ସହ ସେ ନିଜ ଦାୟିତ୍ୱରୁ ଓହରି ଯାଇଛନ୍ତି। ସୂଚନାଯୋଗ୍ୟ ଯେ ଏଲବର୍ଟଙ୍କ ନେତୃତ୍ୱରେ ଇଣ୍ଡିଗୋ ଭାରତୀୟ ବଜାରରେ ନିଜର ସ୍ଥିତିକୁ ବେଶ୍ ମଜବୁତ କରିଥିଲା। ତେବେ ତାଙ୍କ ଇସ୍ତଫା ପଛର ପ୍ରକୃତ କାରଣ ଏ ପର୍ଯ୍ୟନ୍ତ ସ୍ପର୍ଶ ହୋଇନାହିଁ। ଏହି ବଡ଼ ପରିବର୍ତ୍ତନ ପରେ କମ୍ପାନୀର ପରିଚାଳନା ଭାର ଏବେ ଅଭିଜ୍ଞ ହାତକୁ ଯାଇଛି। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ରାହୁଲ ଭାଟିଆ ବର୍ତ୍ତମାନ ପାଇଁ କମ୍ପାନୀର ସମସ୍ତ ବ୍ୟାପାର ଓ ପରିଚାଳନା ଦାୟିତ୍ୱ ତୁଲାଇବେ। ଶିଳ୍ପ ଜଗତରେ ଏହି ଖବର ପ୍ରସାରିତ ହେବା ପରେ ଇଣ୍ଡିଗୋର ଆଗାମୀ ରଣନୀତିକୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ଲୋକସଭାରେ ହଟ୍ଟଗୋଳ ମୁହାଁମୁହିଁ ଶାସକ ବିରୋଧୀ। ଇତିହାସରେ କ୍ୱଚିତ୍ ଦେଖିବାକୁ ଏହି ଦୃଶ୍ୟ ଆଜି ସଂସଦରେ ଦେଖିବାକୁ ମିଳିଛି। ବାଚସ୍ପତିଙ୍କ କାର୍ଯ୍ୟଶୈଳୀ ଏବଂ ସେ ପକ୍ଷପାତ କରୁଥିବା ନେଇ ବିରୋଧୀ ଦଳଗୁଡ଼ିକ ଗୁରୁତର ଅଭିଯୋଗ ଆଣିଛନ୍ତି। ବିରୋଧୀଙ୍କ କହିବା କଥା ଯେ ଗୃହ ପରିଚାଳନା ସମୟରେ ବିରୋଧୀ ଦଳର ସ୍ୱରକୁ ଚପାଇ ଦିଆଯାଉଛି। ଏହାକୁ ନେଇ ଆଜି ଆଲୋଚନା ସମୟରେ ଗୃହରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟପଟେ ବିରୋଧୀଙ୍କ ଏହି ଆକ୍ରମଣର କଡ଼ା ଜବାବ ଦେଇଛନ୍ତି ଶାସକ ବିଜେପି। ବିଜେପି ପକ୍ଷରୁ କୁହାଯାଇଛି ଯେ ବାଚସ୍ପତି ସାମ୍ବିଧାନିକ ମର୍ଯ୍ୟାଦା ରକ୍ଷା କରି ନିରପେକ୍ଷ ଭାବେ ଗୃହ ଚଳାଉଛନ୍ତି। ବିରୋଧୀ କେବଳ ହଟ୍ଟଗୋଳ କରିବା ପାଇଁ ଏଭଳି ଭିତ୍ତିହୀନ ଅଭିଯୋଗ ଆଣୁଥିବା ଶାସକ ଦଳ ଦାବି କରିଛନ୍ତି। ବାଚସ୍ପତିଙ୍କ ଆସନ ପ୍ରତି ସମ୍ମାନ ପ୍ରଦର୍ଶନ କରାଯାଉଥିବା ନେଇ ଗୃହରେ ବେଶ୍ କିଛି ସମୟ ଧରି ଯୁକ୍ତିତର୍କ ଚାଲିଥିଲା। ତେବେ ଏହି ଯୁକ୍ତିତର୍କ ଅନାସ୍ଥା ପ୍ରଭାବର ପରିଣାମ କ'ଣ ହେବ, ଏହାଦ୍ୱାରା ସଂସଦରେ ପରମ୍ପରା କି ପ୍ରଭାବ ପକାଇବ, ତାହା ଉପରେ ସାରା ଦେଶର ନଜର ରହିଛି। ଗ୍ୟାସ୍ ଡିପୋରେ ଉପଭୋକ୍ତାଙ୍କ ଅସମ୍ଭାଳ ଭିଡ଼। ଗ୍ୟାସ୍ ଡିପୋ ଆଗରେ ଅସମ୍ଭାଳ ଭିଡ଼। ହାତରେ ଗ୍ୟାସ୍ ଖାତା ଧରି ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଛନ୍ତି ଉପଭୋକ୍ତା। କେଉଁଠି 10 ଦିନ ତ ଆଉ କେଉଁଠି 15 ଦିନ ହେବ ବୁକିଂ କରିଥିଲେ ମଧ୍ୟ ସିଲିଣ୍ଡର ମିଳୁନାହିଁ। ହୋମ୍ ଡେଲିଭରି ବ୍ୟବସ୍ଥା ସମ୍ପୂର୍ଣ୍ଣ ଠପ୍ ହୋଇଯାଇଥିବାରୁ ଲୋକେ ବାଧ୍ୟ ହୋଇ ଡିପୋକୁ ଧାଇଁ ଧାଇଁ କେବଳ ଘରୋଇ ରୋଷେଇ ନୁହେଁ ହୋଟେଲ ବ୍ୟବସାୟ ଉପରେ ମଧ୍ୟ ଏହି ସଙ୍କଟର କରାଳ ଛାୟା ପଡ଼ିଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁଁ ଯୋଗାଣ ବାଧାପ୍ରାପ୍ତ ହେବା ଏହାର ମୁଖ୍ୟ କାରଣ ବୋଲି କୁହାଯାଇଛି। ଫଳରେ ସାଧାରଣ ଲୋକଙ୍କ ଭିତରେ ଏବେ ଛନକା ପଶିଛି। ଯୋଗାଣ ସ୍ୱାଭାବିକ ହେବା ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁନଥିବାରୁ ଆଗକୁ ସ୍ଥିତି ଆହୁରି ସାଂଘାତିକ ହେବାର ଆଶଙ୍କା ରହିଛି। ତେବେ ସରକାର ଏହି ସଙ୍କଟ ଦୂର କରିବା ପାଇଁ କି ପଦକ୍ଷେପ ନେଉଛନ୍ତି, ତାହା ହିଁ ଏବେ ସବୁଠାରୁ ବଡ଼ ପ୍ରଶ୍ନ। ଟିମ୍ ଇଣ୍ଡିଆ ଉପରେ ଧନର ବର୍ଷା। 131 କୋଟିର ପୁରସ୍କାର ଘୋଷଣା କଲା ବିସିସିଆଇ। ଭାରତୀୟ କ୍ରିକେଟ ଦଳର ଅବିଶ୍ୱସନୀୟ ବିଜୟ ଏବଂ ଚମତ୍କାର ପ୍ରଦର୍ଶନ ପାଇଁ ଏହି ବଡ଼ ଘୋଷଣା କରିଛନ୍ତି ବିସିସିଆଇ ସମ୍ପାଦକ। ଟିମ୍ ଇଣ୍ଡିଆ ଖେଳାଳି, କୋଚ୍ ଏବଂ ସପୋର୍ଟିଂ ଷ୍ଟାଫ୍ ମଧ୍ୟରେ ଏହି ପୁରସ୍କାର ରାଶି ପ୍ରଦାନ କରାଯିବ। କ୍ରିକେଟ ଇତିହାସରେ ଏହା ସବୁଠାରୁ ବଡ଼ ପୁରସ୍କାର ରାଶି ମଧ୍ୟରୁ ଅନ୍ୟତମ ବୋଲି କୁହାଯାଇଛି। ଖେଳାଳିଙ୍କ ପରିଶ୍ରମ ଏବଂ କୋଟି କୋଟି ଭାରତୀୟଙ୍କ ଆଶା ପୂରଣ କରିଥିବା ବୋର୍ଡ ଏହି ଉପହାର ଦେଇଛି। ଏହି ଖବର ପ୍ରସାରିତ ହେବା ପରେ କ୍ରିକେଟ ମହଲରେ ଖୁସିର ଲହରୀ ଖେଳିଯାଇଛି। କେବଳ ଖେଳାଳି ନୁହେଁ, ବରଂ ଦଳ ସହ ଜଡ଼ିତ ପ୍ରତିଟି ସଦସ୍ୟଙ୍କୁ ସମ୍ମାନିତ କରିବା ପାଇଁ ବିସିସିଆଇ ଏହି ବଡ଼ ନିଷ୍ପତ୍ତି ନେଇଛି। ଇରାନ ଆକ୍ରମଣକୁ ସମର୍ଥନ ପଡ଼ିଲା ମହଙ୍ଗା। ବାହାରିନ୍ର ଆଭ୍ୟନ୍ତରୀଣ ସୁରକ୍ଷା ଓ ଶାନ୍ତି ବଜାୟ ରଖିବା ପାଇଁ ଗୃହ ମନ୍ତ୍ରଣାଳୟ ଏକ କଡ଼ା ପଦକ୍ଷେପ ଗ୍ରହଣ କରିଛି। ଗିରଫ ହୋଇଥିବା ଏହି 6 ଜଣ ମଧ୍ୟରେ 5 ଜଣ ପାକିସ୍ତାନୀ ଏବଂ ଜଣେ ବାଂଲାଦେଶୀ ନାଗରିକ ଥିବା ଜଣାପଡ଼ିଛି। ସେମାନେ ସୋସିଆଲ ମିଡିଆରେ ଇରାନର ଆକ୍ରମଣକୁ ସମର୍ଥନ କରି ଉତ୍ସବ ମନାଉଥିବା ସହ ଭ୍ରାମକ ତଥ୍ୟ ପ୍ରସାରଣ କରୁଥିବା ଅଭିଯୋଗ ହୋଇଛି। ବାହାରିନ୍ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି ଯେ ଦେଶର ସୁରକ୍ଷା ଓ ସାମାଜିକ ସଦ୍ଭାବନା ବିପଦରେ ପକାଉଥିବା କୌଣସି କାର୍ଯ୍ୟକୁ ବରଦାସ୍ତ କରାଯିବ ନାହିଁ। ବର୍ତ୍ତମାନ ସମସ୍ତ ଅଭିଯୁକ୍ତଙ୍କୁ ଅଧିକ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ପବ୍ଲିକ ପ୍ରସିକ୍ୟୁସନକୁ ପଠାଇ ଦିଆଯାଇଥିଲା। ସିଇସି ଜ୍ଞାନେଶ କୁମାରଙ୍କୁ ହଟାଇବାକୁ ବିରୋଧୀଙ୍କ ବଡ଼ ଚାଲ। ସଂସଦରେ ଆସିବା ମହାଭିଯୋଗ ପ୍ରସ୍ତାବ। ସୂତ୍ର ଅନୁଯାୟୀ ଜ୍ଞାନେଶ କୁମାରଙ୍କ ବିରୋଧରେ ଏକ ଡ୍ରାଫ୍ଟ ନୋଟିସ ପ୍ରସ୍ତୁତ ହୋଇଛି ଏବଂ ଚଳିତ ସପ୍ତାହରେ ଏହାକୁ ଲୋକସଭାରେ ଉପସ୍ଥିତ କରାଯାଇପାରେ। ମୁଖ୍ୟ ନିର୍ବାଚନ କମିଶନର ନିଜ ପଦବୀର ଗରିମା କ୍ଷୁଣ୍ଣ କରିଥିବା ଅଭିଯୋଗ ଆଣିଛନ୍ତି ଇଣ୍ଡିଆ ଆଲାଏନ୍ସ, ତୃଣମୂଳ କଂଗ୍ରେସ ଏବଂ ମୁଖ୍ୟ ବିରୋଧୀ କଂଗ୍ରେସ ସମେତ ଅନ୍ୟ ସମସ୍ତଙ୍କ ବିରୋଧରେ ଦଳ ଏହି ପ୍ରସ୍ତାବରେ ଏକମତ ହୋଇଛନ୍ତି। ଏହି ପଦକ୍ଷେପକୁ 100% ଟିମ୍ୱାର୍କ ବୋଲି କହିଛନ୍ତି ବିରୋଧୀ ସାଂସଦ
ବର୍ତ୍ତମାନ ଉଭୟଙ୍କ ଗୃହ ସାଂସଦମାନଙ୍କ ଠାରୁ ଦସ୍ତଖତ ସଂଗ୍ରହ ପ୍ରକ୍ରିୟା ଜାରି ରହିଛି। ଯଦି ଏହି ପ୍ରସ୍ତାବ ଗୃହକୁ ଆସେ ତେବେ ସଂସଦରେ ଆଶାର ବିରୋଧୀଙ୍କ ମଧ୍ୟରେ ଏକ ବଡ଼ ଧରଣର ମୁହାଁମୁହିଁ ସ୍ଥିତ ହେବ। ମହିଳା ଦିବସରେ ମୋହନଙ୍କ ମାଷ୍ଟରଷ୍ଟ୍ରୋକ୍। ସୁଭଦ୍ରା ଯୋଜନାରେ ବଣ୍ଟା ହେଲା 5,000 କୋଟିରୁ ଅଧିକ। ପୁରୀ ତାଳବେଣିଆ ପଡ଼ିଆରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସିଧାସଳଖ ହିତାଧିକାରୀଙ୍କୁ ଏହି ଆର୍ଥିକ ରାଶି ପ୍ରଦାନ କରିଛନ୍ତି। ମହିଳାମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଆରମ୍ଭ ହୋଇଥିବା ଏହି ମହତ୍ୱାକାଂକ୍ଷୀ ଯୋଜନାରେ ଆଜି ଏକ ବଡ଼ ସଫଳତା ମିଳିଛି। ପୁରୀଠାରୁ ପଦ୍ମପୁର ପର୍ଯ୍ୟନ୍ତ ସବୁଠି ମହିଳାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ପୂର୍ବ ଉତ୍ସାହ। ନିଜ ମୋବାଇଲକୁ 5,000 ଟଙ୍କାର ମେସେଜ ଆସିବା ପରେ ଖୁସିରେ ଆତ୍ମହରା ହୋଇ ପଡ଼ିଛନ୍ତି ହିତାଧିକାରୀ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ଅର୍ଥ ମା'ମାନଙ୍କର ବିକାଶ ଏବଂ ସମ୍ମାନର ପ୍ରତୀକ। କାର୍ଯ୍ୟକ୍ରମରେ ବିଭିନ୍ନ ବିଭାଗର ମନ୍ତ୍ରୀ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ମହିଳାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରୋଚକ ହେଲାଣି ରାଜ୍ୟସଭା ରଣନୀତି। ଚତୁର୍ଥ ଆସନକୁ ନେଇ ଏବେ ଭୟଙ୍କର ଶାସନ ଓ ବିରୋଧୀ କ୍ୟାମ୍ପରେ ଚାଲିଛି ଜୋରଦାର ଅଙ୍କଗଣିତ। ବିଧାୟକଙ୍କୁ ଆସିଛି ଫୋନକଲ୍, ଆରମ୍ଭ ହୋଇଛି ଭିତରୁ ଲବିଂ। ସଂଖ୍ୟା ନ ଥାଇ ମଧ୍ୟ ଆସନ ଦଳ ଜିତିବାକୁ ନେଇ ଦେଖାଯାଇଛି ଦମ୍। ଅନ୍ୟପଟେ ମ୍ୟାଜିକ୍ ନମ୍ବରରୁ ଅଧିକ ସମର୍ଥନ ଥିଲେ ମଧ୍ୟ ବିରୋଧୀ କ୍ୟାମ୍ପରେ ଦେଖାଦେଇଛି ଚିନ୍ତା ଓ ଆଶଙ୍କା। କ୍ରସ୍ ଭୋଟିଂ ନେଇ ଉଭୟ ପକ୍ଷରେ ଚାଲିଛି ଜୋରଦାର ରଣନୀତି। ଏହାର ମଧ୍ୟରେ ଜ୍ୟୋତିଶ୍ୱରଙ୍କ ଦିଲ୍ଲୀ ଗସ୍ତ ଏବଂ ପିସିସି ସଭାଙ୍କର ନବୀନ ବୟାନ କଂଗ୍ରେସ ରାଜନୀତିରେ ସୃଷ୍ଟି କରିଛି ହଲଚଲ। କେଉଁ ଦିଗକୁ ଘୁରିବ ବିଧାୟକଙ୍କ ସମର୍ଥନ ସେ ନେଇ ବଢ଼ୁଛି ସସ୍ପେନ୍ସ।